ଯେତେବେଳେ ମୋର ବିବାହ ଏକ ଧନୀ ପରିବାରରେ ସ୍ଥିର ହୋଇଥିଲା, ମୁଁ କାହାକୁ କିଛି ବିବାହ ବିଷୟରେ ପଚାରିଲି ନାହିଁ। କାରଣ ମୁଁ ଖୁସି ଥିଲି ଯେ ବିବାହ ପରେ ମୁଁ ଏହି ଜେଲରୁ ବାହାରି ଏକ ପ୍ରାସାଦକୁ ଯିବି, ଯେଉଁଠାରେ ମୁଁ ଅଧିକ ଖୁସିରେ ରହିବି। ଚାକରାଣୀମାନେ ମୋର ପଛରେ ବୁଲିବେ ଆଉ ମୋର ସେବା କରିବେ ଏବଂ ମୁଁ ସେମାନଙ୍କୁ କେବଳ ଆଦେଶ ଦେବି। ଯେତେବେଳେ ମୋର ବିବାହ ବରଯାତ୍ରୀ ମାନେ ଆମ ଘରେ ପ୍ରବେଶ କଲେ, ମୁଁ କଳ୍ପନା କରିପାରୁନଥିଲି ଯେ ମୋ ଘରକୁ କେତେ ସ୍ମାର୍ଟ ଏବଂ ମହଙ୍ଗା ପୋଷାକ ପିନ୍ଧିଥିବା ଲୋକମାନେ ଆସିଛନ୍ତି। ମୋ ଶାଶୁଘରର ସଦସ୍ୟମାନେ ସେମାନଙ୍କର ସୌନ୍ଦର୍ଯ୍ୟ ଏବଂ ଚେହେରାରେ ଝଲସି ଉଠୁଥିଲେ। ଆମର ସ୍ଥାନୀୟ ଅଞ୍ଚଳ ଏକ ଗରିବ ସ୍ଥାନ ଥିଲା, କିନ୍ତୁ ଯେତେବେଳେ ଏହି ଲୋକମାନେ ମୋତେ ବିବାହ କରି ସେମାନଙ୍କ ଘରକୁ ନେଇଗଲେ, ମୁଁ କେବଳ ସେହି ଘରଟିକୁ ଦେଖୁଥିଲି। ଏହି ଘର କ'ଣ ଥିଲା? ଏହା ଏକ ରାଜା ମହାରାଜାଙ୍କ ପରି ଏକ ପ୍ରାସାଦ ଥିଲା। ଦୁନିଆର ସମସ୍ତ ଆଲୋକ ଏବଂ ସୌନ୍ଦର୍ଯ୍ୟ ଏହି ପ୍ରାସାଦରେ ବିଛାଯାଇଥିଲା, ଆଉ ମୋତେ ଲାଗିଲା ଯେପରି ମୁଁ ଏକ ନୂଆ ଦୁନିଆକୁ ଆସିଛି। ବର୍ତ୍ତମାନ ଘରକୁ ଆସିବା ପରେ ମୁଁ ମୋ ସ୍ୱାମୀଙ୍କୁ ପ୍ରଥମେ ଦେଖିବା ପାଇଁ ତତ୍ପର ହେଉଥିଲି, କାରଣ ମୋ ମା ଏବଂ ବାପା ମୋତେ ମୋ ସ୍ୱାମୀଙ୍କ ଫଟୋ ମଧ୍ୟ ଦେଖାଇନଥିଲେ। ସେମାନେ କେବଳ କହିଥିଲେ ଯେ ତୁ ଆମର ଭଲ ଝିଅ, ଏବଂ ଭଲ ଝିଅମାନେ ସେମାନଙ୍କ ସ୍ୱାମୀଙ୍କୁ ଦେଖିବା ପାଇଁ ଜିଦ୍ କରନ୍ତି ନାହିଁ, ଯଦିଓ ଝିଅମାନଙ୍କର ତାଙ୍କ ଭବିଷ୍ୟତ ସ୍ୱାମୀଙ୍କୁ ଦେଖିବାର ଅଧିକାର ଅଛି। କିନ୍ତୁ ମୋ ବାପା ଏବଂ ମା ମୋ ଠାରୁ ଏହି ଅଧିକାର ଛଡ଼ାଇ ନେଇଥିଲେ। ପ୍ରତ୍ୟେକ ଝିଅ ଚାହାନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରନ୍ତୁ ଏବଂ ତାଙ୍କ ସହିତ ସ୍ନେହପୂର୍ଣ୍ଣ ଭାବରେ କଥା ହୁଅନ୍ତୁ। କିନ୍ତୁ ଏଠାରେ ଏହିପରି କିଛି ଘଟୁନଥିଲା। ମୁଁ ବିଛଣାରୁ ଉଠି ରୁମ୍ର ଦ୍ୱାରକୁ ଯିବା ପୂର୍ବରୁ ରୁମ୍ର କବାଟ ଜୋରରେ ଖୋଲିଲା ଏବଂ ମୋ ଶାଶୁ ଝଡ଼ ପରି ରୁମ୍ ଭିତରକୁ ପ୍ରବେଶ କଲେ। କିନ୍ତୁ ଯେତେବେଳେ ସେ ରୁମ୍ ଭିତରକୁ ଆସି କବାଟ ବନ୍ଦ କରିଦେଲେ, ମୁଁ ଏହା ଦେଖୁ ଦେଖୁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ଏହି କାମ ମୋ ସ୍ୱାମୀ କରିଥାନ୍ତେ। ଆଉ ମୁଁ ମୋ ହୃଦୟରେ ଭାବିବାକୁ ଲାଗିଲି। ମୁଁ ଆଖି ଉଠାଇ ମୋର ଶାଶୁଙ୍କୁ ଚାହିଁଲି, ଆଉ ମୁଁ ଦେଖିଲି ମୋ ଶାଶୁ ଆସି ମୋ ପାଖରେ ବସିଛନ୍ତି। ମୋ ଶାଶୁ ମୋତେ ବହୁତ ଯତ୍ନର ସହ ଚାହିଁ ରହିଥିଲେ। କିଛି ସମୟ ପରେ ସେ କହିଲେ, ଝିଅ, ମୁଁ ତୁମ ମନରେ କ'ଣ ଘଟୁଛି ଭଲ ଭାବରେ ଜାଣେ। ତୁମେ ଭାବୁଛ ଯେ ମୋ ସ୍ୱାମୀ ଏ ପର୍ଯ୍ୟନ୍ତ ଏ ରୁମ୍କୁ କାହିଁକି ଆସିଲେ ନାହିଁ ଏବଂ କାହିଁକି ମୋ ଶାଶୁ ମୋ ରୁମ୍କୁ ଆସିଛନ୍ତି ଏବଂ ତୁମକୁ ଗୋଟିଏ ରୁମ୍ରେ ବନ୍ଦ କରି ଦେଇଛନ୍ତି। ଝିଅ, ମୁଁ କେବଳ ତୁମର ସୌନ୍ଦର୍ଯ୍ୟକୁ କେହି ନଜର ନ ଲଗାନ୍ତୁ ସେଥିପାଇଁ ଏମିତି କରୁଛି। ମୁଁ ନିଶ୍ଚିତ ଭାବରେ ତୁମକୁ ତୁମ ସ୍ୱାମୀଙ୍କ ନିକଟକୁ ପଠାଇବି, କିନ୍ତୁ ବର୍ତ୍ତମାନ ସେ ସମୟ ଆସିନାହିଁ। ତୁମେ ମୋ ରୁମ୍ରେ ସେ ପର୍ଯ୍ୟନ୍ତ ବସି ରୁହ। ଆଉ ହଁ, ଏହି ପୋଷାକ ବଦଳାଇ ଦିଅ ଏବଂ କିଛି ଆରାମଦାୟକ ପୋଷାକ ପିନ୍ଧିନିଅ, ଯାହାଦ୍ୱାରା ତମେ ସହଜରେ ଶୋଇପାରିବ। ମୋ ଶାଶୁ ବହୁତ ଭଲ ଥିଲେ। ତାଙ୍କ ମୁହଁରୁ ଭଦ୍ରତା ଦୃଶ୍ୟମାନ ହେଉଥିଲା। ସେ ପୂଜାପାଠରେ ବହୁତ ବିଶ୍ୱାସ କରୁଥିଲେ ଏବଂ ମୁଁ ମଧ୍ୟ ଖୁସି ହେଲି ଯେ ମୋ ଶାଶୁ ବେଶୀ ଆଧୁନିକ ନୁହନ୍ତି, କାରଣ ମୁଁ ନିଜେ ଜଣେ ସରଳ ଏବଂ ଗରିବ ଝିଅ ଥିଲି ଏବଂ ଯଦି ମୁଁ ଏକ ଆଧୁନିକ ପରିବାରରେ ବିବାହ କରିଥାନ୍ତି, ତେବେ ମୋ ଜୀବନ କଷ୍ଟସାଧ୍ୟ ହୋଇଥାନ୍ତା। ମୁଁ ଫ୍ୟାଶନ୍ କିମ୍ବା ମେକଅପ୍ କିପରି କରିବାକୁ ହୁଏ ମଧ୍ୟ ଜାଣିନଥିଲି। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଚୁପଚାପ ବସି ରହିଲି ଆଉ ମୋର ପୋଷାକ ବଦଳାଇଲି ଏବଂ ପରେ କିଛି ସମୟ ଭଗବାନଙ୍କ ସାମ୍ନାରେ ଠିଆ ହୋଇ ମୋ ମନକୁ ସାନ୍ତ୍ୱନା ଦେଲି। ଭଗବାନଙ୍କ ଉପାସନା କରି ସାରିବା ପରେ ମୁଁ ଆସି ଖଟ ଉପରେ ଶୋଇଲି ଏବଂ ତାପରେ ମୁଁ ଜାଣେ ନାହିଁ କେତେବେଳେ ମୁଁ ଶୋଇପଡ଼ିଲି। ମୁଁ ଯେତେବେଳେ ଆଖି ଖୋଲିଲି, ମୁଁ ମୋ ଶାଶୁଙ୍କ ରୁମ୍ରେ ଥିଲି। ମୋତେ ଅଜବ ଲାଗିଲା ଯେ ମୋ ଶାଶୁ ମୋର ଏତେ ଯତ୍ନ ନେଉଛନ୍ତି। ତାପରେ ମୋ ଶାଶୁ ଆସି ମୋତେ ଗୋଟିଏ ସବୁଜ ରଙ୍ଗର ପୋଷାକ ପିନ୍ଧାଇଲେ ଆଉ କହିଲେ, ଏହାକୁ ପିନ୍ଧ ଏବଂ ମୋତେ ଅତିଥିମାନଙ୍କୁ ଦେଖା କରିବାକୁ ହେବ। ସେମାନେ ତୁମକୁ ଭେଟିବାକୁ ଆସିବେ। ଏବେ ଦିନ ହୋଇଗଲାଣି, ତୁମେ ତୁମ ସ୍ୱାମୀଙ୍କୁ ପରେ ଦେଖିପାରିବ। ବର୍ତ୍ତମାନ ତୁମକୁ ଅତିଥିମାନଙ୍କୁ ଭେଟିବାକୁ ପଡ଼ିବ। ଅତିଥିମାନେ ତୁମକୁ ଦେଖା କରିବାକୁ ଆସୁଛନ୍ତି। ତୁମକୁ ମଧ୍ୟ ତୁମର ଚେହେରା ଦେଖାଇବାକୁ ପଡ଼ିବ। ମୁଁ ଖୁସି ହେଲି
ଆଉ ମୁଁ ନିଜେ ଭଲ ପୋଷାକ ପିନ୍ଧି ପ୍ରସ୍ତୁତ ହୋଇଗଲି। ମହିଳାମାନେ ମୋତେ ଭେଟିବା ପାଇଁ ଆସିବା ଆରମ୍ଭ କଲେ। ମୁଁ ପରିବାରର ଜଣେ ନୂତନ ସଦସ୍ୟ ଥିଲି, ତେଣୁ ଅନେକ ଲୋକ ମୋତେ ଭେଟିବାକୁ ଆସିଥିଲେ। କିନ୍ତୁ ଯିଏ ମୋତେ ଦେଖୁଥିଲେ ମୋତେ ବହୁତ ଅଜବ ଆଖିରେ ଚାହିଁ ରହିଲେ ଏବଂ ଅନାଇ ରହିଲେ। ଇଏ ଦିନେଶର ସ୍ତ୍ରୀ। ପ୍ରତ୍ୟେକ ମହିଳା ମୋତେ ଦେଖି ଏକ ଅଜବ ଚେହେରା କରି କହିବେ ଯେ ସେ ଦିନେଶର ସ୍ତ୍ରୀ। ସମସ୍ତ ଅତିଥି ମହିଳାମାନେ ମୋତେ ଦେଖୁଥିଲେ ଯେପରି ମୁଁ ଗୋଟିଏ ଆଶ୍ଚର୍ଯ୍ୟ ଜିନିଷ। ମୁଁ ଲୋକଙ୍କ ନଜରର ଅର୍ଥ ବୁଝିବାରେ ସକ୍ଷମ ନଥିଲି। ସର୍ବଶେଷରେ ସେମାନେ କାହିଁକି ଏମିତି କହୁଛନ୍ତି ଆଉ ସେମାନେ କାହିଁକି ମୋତେ ବୁଲି ବୁଲି ଚାହୁଁଛନ୍ତି। କିନ୍ତୁ ଗୋଟିଏ କଥା ଅଜବ ଥିଲା, ମୋ ସ୍ୱାମୀ ଦିନେଶଙ୍କ ବିଷୟରେ କେହି କିଛି ପଚାରିଲେ ନାହିଁ କିମ୍ବା ତାଙ୍କ ବିଷୟରେ କିଛି କହିଲେ ନାହିଁ। ସମସ୍ତଙ୍କ ଆଖି ମୋ ଉପରେ ଥିଲା। ମୁଁ ସେମାନଙ୍କ ଆଖିରେ ମୋ ପାଇଁ ଦୟା ଅନୁଭବ କଲି। ମୋତେ ଦେଖା କରିବାକୁ ଆସିଥିବା ପ୍ରତ୍ୟେକ ମହିଳା ନିଶ୍ଚିତ ଭାବରେ ମୋତେ କହୁଥିଲେ ଯେ ଭଗବାନ ତୁମର ଏବଂ ତୁମ ଜୀବନ ଉପରେ ଦୟା କରନ୍ତୁ। ମୁଁ ବହୁତ ଅଦ୍ଭୁତ ଅନୁଭବ କଲି କାରଣ ମୋ ଶାଶୁଘରର ଲୋକମାନେ ବହୁତ ଭଲ ଲୋକ ଥିଲେ। ସେମାନେ ମୋ ପ୍ରତି କୌଣସି ଭୁଲ କରିନଥିଲେ। ପ୍ରକୃତରେ ସେମାନେ ମୋତେ ଖାଲି ହାତରେ ତାଙ୍କ ଘରକୁ ଆଣିଥିଲେ। ମୁଁ ଅନୁଭବ କରିନଥିଲି ଯେ ମୁଁ ଏକ ଗରିବ ପରିବାରରୁ ଆସିଛି। କିନ୍ତୁ ମୁଁ କିପରି ଜାଣିବି ଯେ ମୋର ଦାରିଦ୍ର୍ୟତା ହେତୁ ନୁହଁ, ବରଂ ମୋର ଦୁର୍ଭାଗ୍ୟ ହେତୁ ସମସ୍ତେ ମୋତେ ଏହି ସହାନୁଭୂତି ଦେଖାଉଛନ୍ତି। କିଛି ସମୟ ପରେ ମୋ ଶାଶୁ ମୋତେ ରୁମ୍ରେ ବସାଇ ବାହାରକୁ ଗଲେ। କିନ୍ତୁ ମୁଁ ଏପର୍ଯ୍ୟନ୍ତ ମୋ ସ୍ୱାମୀଙ୍କୁ ଦେଖିନଥିଲି। ତାପରେ ଯେତେବେଳେ ମୋ ଶାଶୁ ପୁଣି ରୁମ୍କୁ ଆସିଲେ, ମୁଁ କହିଲି, ମା, କ'ଣ ମୋ ସ୍ୱାମୀଙ୍କ ସହ ମୋର ଦେଖା ହେବନି? ସେତେବେଳେ ମୋ ଶାଶୁ ହସିଲେ ଆଉ ଧୀରେ ସେ ମୋ କାନକୁ ଟାଣି କହିଲେ, ମୁଁ ଜାଣେ ତୁମେ ଦିନେଶକୁ ଦେଖିବାକୁ ଚାହୁଁଛ। କିନ୍ତୁ ବୋହୂରାଣୀ, ଦିନେଶକୁ ଦେଖିବା ଏତେ ସହଜ ନୁହେଁ। ଦିନେଶକୁ ପାଇବା ପାଇଁ ଆଉ ତା ଚେହେରା ଦେଖିବା ପାଇଁ ତୁମକୁ ଅନେକ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିବ ଆଉ ସବୁ ପରୀକ୍ଷାକୁ ପାସ୍ କରିବାକୁ ପଡ଼ିବ। କେବଳ ସେତେବେଳେ ତୁମେ ତୁମ ସ୍ୱାମୀଙ୍କୁ ଭେଟିବ। କେଉଁ ପ୍ରକାରର ପରୀକ୍ଷା? ମୁଁ ଭୟଭୀତ ହୋଇ ପଚାରିଲି। ତାପରେ ମୋ ଶାଶୁ କହିଲେ, ପ୍ରଥମେ ତୁମକୁ ଦିନେଶ ପାଇଁ ଯୋଗ୍ୟ ହେବାକୁ ପଡ଼ିବ। ମୋତେ ଦିନେଶଙ୍କ ପାଇଁ ଯୋଗ୍ୟ ହେବାକୁ ପଡ଼ିବ। ଯଦି ମୁଁ ତାଙ୍କ ପାଇଁ ଯୋଗ୍ୟ ନଥିଲି ତେବେ ସେ ମୋତେ କାହିଁକି ବିବାହ କଲେ? ବର୍ତ୍ତମାନ ମୋ ମନରେ ଏକ ଅଭିଯୋଗ ଆସିଲା। ମୋ ସ୍ୱାମୀଙ୍କ ବିଷୟରେ ମୋ ଶାଶୁଙ୍କୁ ପ୍ରଶ୍ନ କରିବା ମୋର ଅଧିକାର ଥିଲା। ମୋ ଶାଶୁ ମୋ କଥା ଶୁଣିଲେ ଏବଂ ଶାଶୁ ତାଙ୍କ ମଥାରେ ହାତ ରଖିଲେ ଆଉ ସେ କହିବାକୁ ଲାଗିଲେ, ହେ ଭଗବାନ, ଆମ ସମୟରେ ଝିଅମାନେ ନିଜ ସ୍ୱାମୀଙ୍କୁ ଭେଟିବାକୁ ଲଜ୍ଜା ଅନୁଭବ କରୁଥିଲେ। ଯେତେବେଳେ ବି କେହି ତାଙ୍କ ପାଇଁ ପ୍ରସ୍ତାବ ନେଇ ତାଙ୍କ ଘରକୁ ଆସନ୍ତି ସେ ତାଙ୍କ ସାମ୍ନାକୁ ଆସିବେ ନାହିଁ ଏବଂ ତାପରେ ସେ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କ ସହ ଆଖି ଦୃଶିଆ ସମ୍ପର୍କ କରିପାରିବେ ନାହିଁ। ଆଉ ଆଜିକାଲି ଏହି ଝିଅମାନେ ତ ନିଜ ସ୍ୱାମୀଙ୍କ ସହିତ କଥାବାର୍ତ୍ତା କରିବାକୁ ବହୁତ ପସନ୍ଦ କରନ୍ତି। ମୋର ଶାଶୁଙ୍କ ଚିନ୍ତାଧାରା ବହୁତ ପୁରୁଣା ଥିଲା। ମୁଁ ଚୁପ୍ ରହିବା ଭଲ ବୋଲି ଭାବିଲି। ଆଉ ସର୍ବଶେଷରେ ତୁମେ ତୁମ ପୁଅକୁ କେତେ ଦିନ ଦୂରରେ ରଖିବ? ସେ ମଧ୍ୟ ମୋତେ ଭେଟିବାକୁ ପାଗଳ ହେବେ କାରଣ ଯେତେବେଳେ ଜଣେ ପୁରୁଷ ବିବାହ କରେ ସେ ମଧ୍ୟ ତାଙ୍କ ପତ୍ନୀକୁ ଭେଟିବାକୁ ଚାହୁଁଥିବେ। ମୁଁ ଏହି ନିଆଁରେ ଏକୁଟିଆ ଯନ୍ତ୍ରଣା ଭୋଗୁନଥିଲି। ମୁଁ ଏହା ଭାବି ଚୁପ୍ ହୋଇଗଲି। କିନ୍ତୁ ମୋ ସ୍ୱାମୀଙ୍କ ତରଫରୁ କୌଣସି ପ୍ରକାରର ତତ୍ପରତା ନଥିଲା। କୌଣସି ସ୍ଥାନରୁ କୌଣସି ଚିହ୍ନ ନଥିଲା। କାହିଁକି ତାଙ୍କର ମୋ ସହିତ ଦେଖା କରିବା ପାଇଁ ଶୀଘ୍ରତା ନାହିଁ? ଏମିତି ପୁରା ଦିନ ଚାଲିଗଲା ଆଉ ରାତି ମଧ୍ୟ ହୋଇଗଲା। ବର୍ତ୍ତମାନ ମୋର କ୍ରୋଧ ବଢ଼ିବାକୁ ଲାଗିଲା। ମୁଁ ମୋର ଶାଶୁଙ୍କୁ କହିଲି, ମୁଁ ଆଜି ବି ତୁମ ରୁମ୍ରେ ଶୋଇବି କି? ମୋ ଶାଶୁ ପୁଣି ଥରେ ସମାନ ପୁରୁଣା ସମୟର କଥାକୁ ନେଇ ବସିଗଲେ। ଆରେ ଅଦ୍ଭୁତ ଅଲାଜୁକ ଝିଅ, ତୁମେ ତୁମ ବହୁତ ଅସ୍ଥିର ନା ତୁମ ସ୍ୱାମୀଙ୍କ ରୁମ୍କୁ ଯିବା ପାଇଁ, ସେଇଟା ବି ବିବାହର ଦ୍ୱିତୀୟ ଦିନରେ। ମୋ ଶାଶୁ ମୋ କଥାକୁ ବହୁତ ଅଦ୍ଭୁତ ପ୍ରକାରରେ ବନେଇ ଦେଇଥିଲେ ଯେଉଁଥିପାଇଁ ମୋ ହୃଦୟ ଭାଙ୍ଗିଗଲା। ଠିକ୍ ଅଛି, ଚାଲ କିଛି କରିବା। ମୋ ଶାଶୁ ମୋତେ ତାଙ୍କ ପାଖକୁ ଡାକିଲେ ଆଉ ମୋତେ କହିଲେ, ମୁଁ ତାଙ୍କୁ ଆଶ୍ଚର୍ଯ୍ୟର ସହ ଦେଖୁଥିଲି ଆଉ କହିଲି କି କାମ?
ସେ କହିଲେ, ତୁମେ ତୁମ ସ୍ୱାମୀଙ୍କୁ ଦେଖା କରିବାକୁ ହେଲେ ଅତି କମ୍ରେ 7 ଦିନ ପାଇଁ ତୁମକୁ ପରୀକ୍ଷା ଦେବାକୁ ହେବ। ତୁମେ ସକାଳୁ ଉଠିବ, ଆରତି କରିବ ଏବଂ ପରେ ରାତିରେ ମଧ୍ୟ ପୂଜାପାଠ କରି ଶୋଇବାକୁ ଯିବ। ଆମର ଗୁରୁଜୀ ଏହିସବୁ କରିବାକୁ କହିଛନ୍ତି। ଆମର ଗୁରୁଜୀ କହିଛନ୍ତି ତୁମକୁ ଏହି ପଦ୍ଧତିକୁ 7 ଦିନ କରିବାକୁ ପଡ଼ିବ ଏବଂ ଏହା ପୂର୍ବରୁ ତୁମେ ତୁମ ସ୍ୱାମୀଙ୍କ ଚେହେରା ଦେଖିପାରିବ ନାହିଁ। ମୋ ପୁଅ ଦିନେଶ ମଧ୍ୟ ପୂଜାପାଠଠାରୁ ଦୂରେଇ ରହିଥାଏ, ତେଣୁ ସେ ମଧ୍ୟ ଏହି ପଦ୍ଧତି କରିବା ଉଚିତ। 7 ଦିନ ପାଇଁ ତାକୁ ସମ୍ପୂର୍ଣ୍ଣ ଭକ୍ତି ସହିତ କରିବାକୁ ପଡ଼ିବ। କେବଳ ସେତେବେଳେ ସେ ତୁମ ଚେହେରାକୁ ମଧ୍ୟ ଦେଖିପାରିବ। ମୋ ପୁଅର ରିଷ୍ଟ ଖଣ୍ଡନ ପାଇଁ କେବଳ ଗୋଟିଏ ଉପାୟ ଅଛି, କାରଣ ସେ ପୂଜାରେ ବିଶ୍ୱାସ କରୁନାହିଁ। ତେଣୁ ତୁମକୁ ଏବଂ ଦିନେଶକୁ ଏହି ପଦ୍ଧତିକୁ 7 ଦିନ ଅନୁସରଣ କରିବାକୁ ପଡ଼ିବ। ଏହିପରି ଭାବରେ ମୋ ପୁଅ ଉନ୍ନତି କରିବ ଏବଂ ଉପାସନା କରି ଭଗବାନଙ୍କ ଉପରେ ବିଶ୍ୱାସ କରିବା ଆରମ୍ଭ କରିବ। ତାପରେ ତୁମେ ଦୁହେଁ ପରସ୍ପରର ଚେହେରା ଦେଖିବ। ମୁଁ ମୋ ଶାଶୁଙ୍କ କଥା ଶୁଣିବା ପରେ ଚୁପ୍ ହୋଇଗଲି। ଆଉ ମୁଁ ମୋ ହୃଦୟରେ ଖୁସି ହେଲି ଯେ ମୋ ଶାଶୁଙ୍କ ମନୋଭାବ ମୋ ପ୍ରତି ଭଲ ଥିଲା। ଏହା ବହୁତ ଭଲ ଯେ ସେ କେବଳ ଚାହୁଁଥିଲେ ଯେ ଈଶ୍ୱରଙ୍କ ଆଶୀର୍ବାଦ ଆମ ସମ୍ପର୍କରେ ରହୁ ଏବଂ ଆମେ ପରସ୍ପର ସହ ଲଢ଼ିବା ଉଚିତ ନୁହଁ। ତେଣୁ ସେ ଏସବୁ କରିବାକୁ ଚାହୁଁଥିଲେ। ମୋର ପୂଜା ରୀତିନୀତିକୁ ନେଇ ଉତ୍ସର୍ଗୀକୃତ ଥିବା ଦେଖିବା ପରେ ସେ ମୋ ଉପରେ ବହୁତ ଖୁସି ହେଲେ ଏବଂ କହିଲେ, ତୁମେ ବହୁତ ଭଲ ଝିଅ। ଭଗବାନ ତୁମକୁ ଦୀର୍ଘ ଜୀବନ ପାଇଁ ଆଶୀର୍ବାଦ କରନ୍ତୁ ଏବଂ ମୋ ପୁଅ ଦିନେଶ ପାଇଁ ତୁମ ହୃଦୟରେ ପ୍ରେମ ସୃଷ୍ଟି କରନ୍ତୁ। ବର୍ତ୍ତମାନ ମୁଁ କିପରି ମୋ ଶାଶୁଙ୍କୁ କହିବି ଯେ ଦିନେଶଙ୍କ ପ୍ରତି ମୋର ପ୍ରେମ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ମୁଁ ତାଙ୍କ ସହ ବିବାହ କରିଥିଲି। ମାତ୍ର ଗୋଟିଏ ଦିନ ବିତିଗଲା ଯେତେବେଳେ ମୋ ଶାଶୁ ରୁମ୍କୁ ଆସି କହିଲେ, ଝିଅ, ଗୁରୁଜୀ ଏହା କହିଛନ୍ତି ଯେ ତୁମକୁ ପୂଜା ଦିନରେ 2 ଥର ନୁହେଁ ବରଂ 5 ଥର କରିବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନ ତୁମେ ଏହାକୁ କେବଳ ଥରେ କରିସାରିଛ। ଆରେ ତୁମେ ସକାଳେ ଥରେ ପୂଜା କରିଥିଲ, ତେଣୁ ତୁମେ ତୁମ ସ୍ୱାମୀଙ୍କୁ ଭେଟିପାରିବ ନାହିଁ। ମୁଁ ଦୁଃଖିତ ହେଲି, କିନ୍ତୁ ତାପରେ ମୁଁ ଭାବିଲି କୌଣସି ଅସୁବିଧା ନାହିଁ। ମୁଁ ମୋ ସ୍ୱାମୀଙ୍କ ପାଇଁ ଦିନକୁ 5 ଥର ପୂଜା କରିପାରିବି। ସେଦିନ ଏହିପରି ଚାଲିଗଲା। ପରଦିନ ମୁଁ 4 ଥର ପୂଜା କରିଥିଲି। କେବଳ ଶୋଇବା ପୂର୍ବରୁ ଭଗବାନଙ୍କୁ ଉପାସନା କରିବାକୁ ବାକି ରହିଲା। ମୁଁ ବହୁତ ଖୁସି ଯେ ଅନ୍ତତଃପକ୍ଷେ ମୁଁ ମୋ ସ୍ୱାମୀଙ୍କୁ ଭେଟିପାରିବି, କାରଣ ମୋ ଶାଶୁ କହିଥିଲେ ଯେ 7 ଦିନ ପୂର୍ବରୁ ତୁମେ ତୁମ ସ୍ୱାମୀଙ୍କ ଚେହେରା ଦେଖିବା ଉଚିତ ନୁହଁ। କିନ୍ତୁ ଯଦି ତୁମେ ପୂଜାପାଠ ଠିକ୍ସେ କର, ତେବେ ତୁମେ ତୁମ ସ୍ୱାମୀର ମୁହଁ ନ ଦେଖି ମଧ୍ୟ ତା ସହ କଥା ହୋଇପାରିବ। ମୁଁ ଭାବିଲି କୌଣସି ଅସୁବିଧା ନାହିଁ। ଯଦି ମୁଁ ମୋ ସ୍ୱାମୀଙ୍କ ମୁହଁ ନ ଦେଖିଲି ନାହିଁ, ଅନ୍ତତଃପକ୍ଷେ ତାଙ୍କ ସହିତ କଥାବାର୍ତ୍ତା ତ କରିପାରିବି। ମୁଁ ମୋ ରୁମ୍ରେ ବସିଥିଲି ଏବଂ ଏହି ସୁନ୍ଦର ଚିନ୍ତାଧାରାରେ ହଜିଯାଇଥିଲି ଯେତେବେଳେ ମୋର ଶାଶୁ ଆସିଲେ ଏବଂ କହିବାକୁ ଲାଗିଲେ ଯେ ସ୍ୱପ୍ନରେ ହଜିବା ଅପେକ୍ଷା ତୁମେ ସର୍ବପ୍ରଥମେ ରାତିର ପୂଜା କରିବା ଉଚିତ, କାରଣ ଯଦି ତୁମେ ସମସ୍ତ 5ଟି ପୂଜା କର ନାହିଁ, ମୁଁ ତୁମକୁ ମୋ ପୁଅକୁ ଭେଟିବାକୁ ଦେବି ନାହିଁ। ସେ ହାତରେ ଧଳା ରଙ୍ଗର ଓଢ଼ଣା ନେଇ ଆସିଥିଲେ। ଏହି ଓଢ଼ଣାକୁ ତୁମ ମୁଣ୍ଡରେ ରଖ, ତାପରେ ପୂଜା କର। ଏହି ଓଢ଼ଣା ଆମ ଗୁରୁଜୀ ଦେଇଯାଇଛନ୍ତି। ମୁଁ ମୋ ଶାଶୁଙ୍କ ହାତରୁ ଧୂପଟା ନେଇ ମୋ ମୁଣ୍ଡରେ ରଖି ଭଗବାନଙ୍କ ଉପାସନା କରିବା ଆରମ୍ଭ କଲି। ସେଥିରୁ କିଛି ବାସ୍ନା ଆସୁଥିଲା ଆଉ ମୁଁ ଅଜବ ଅନୁଭବ କରୁଥିଲି। ମୁଁ କିଛି ଅସ୍ପଷ୍ଟ ଅନୁଭବ କରୁଥିଲି, କିନ୍ତୁ ତଥାପି ମୁଁ ସେହି ଓଢ଼ଣାକୁ ମୋ ମୁଣ୍ଡରେ ରଖିଥିଲି। କିନ୍ତୁ ଧୀରେ ଧୀରେ ମୋ ମୁଣ୍ଡ ଭାରି ହେବାକୁ ଲାଗିଲା। ମୋର ସମସ୍ତ ବାହୁ ଏବଂ ଗୋଡ଼ ଖାଲି ହୋଇଗଲା ଏବଂ ମୁଁ ବସି ବସି ଶୋଇଗଲି ଏବଂ ସକାଳେ ମୋ ଶାଶୁ କହିଲେ, ବୋହୂ ନିଅ, ଏହି କ୍ଷୀର ପିଇଦିଅ। ମୋ ଶାଶୁ ମୋ ଆଡ଼କୁ କ୍ଷୀର ଗ୍ଲାସ୍ ବଢ଼ାଇଲେ ଆଉ କହିଲେ, ତୁମେ ଥକି ଯାଇଥିବ, କାରଣ ପୁରା ରାତି ପୂଜା କରିଥିବ। ଏହା ଶୁଣିବା ପରେ ମୁଁ ଜୋରରେ ନିଶ୍ୱାସ ନେବା ପରେ କହିଲି, ନା, ମୁଁ ପୂଜାପାଠ ସମ୍ପୂର୍ଣ୍ଣ କରିପାରିଲି ନାହିଁ। କିଛି ସମୟ ପରେ ମୋ ଶାଶୁ ମୋ କଥା ଶୁଣିବା ପରେ କହିଲେ, ହେ ଝିଅ, ତୁମେ ଏ କ'ଣ କଲ? ଆଜି ବି ମୋ ଶାଶୁ ମୋତେ ଦିନେଶଙ୍କ ସହ ସାକ୍ଷାତ ନ କରିବାକୁ କହି ଚାଲିଗଲେ। ମୁଁ କ'ଣ ଜୀବନସାରା ମୋ ସ୍ୱାମୀଙ୍କୁ ଭେଟିବା ପାଇଁ ଏହିପରି ଇଚ୍ଛା ଜାରି ରଖିଥିବି କି? ମୋ କଥା ଶୁଣି ମୋ ଶାଶୁ ଜୋରରେ ହସିଲେ ଆଉ କହିଲେ, ମୁଁ କେବେ କହିଲି ଯେ ତୁମେ ତା ସହ ସାକ୍ଷାତ କରିପାରିବ ନାହିଁ? ପୁରା ରୀତିନୀତି ସହିତ ଆଜିର ପୂଜା କର ଏବଂ ତାପରେ ତୁମେ ରାତିରେ ଦିନେଶଙ୍କୁ ଭେଟିପାରିବ। ମୁଁ ମୋର ଶାଶୁଙ୍କୁ କହିଲି ଯେ ଦିନେଶ କ'ଣ ମୋତେ ଭେଟିବା ପାଇଁ ଇଚ୍ଛା କରନ୍ତି ନାହିଁ?
ମୋ ଶାଶୁ ହସିଲେ ଓ ସେ ଦିନ ରାତି ମୋତେ ଜିଦ୍ କରୁଛି ଯେ ନିଶାକୁ ସହ ଦେଖା କରିବାକୁ। କିନ୍ତୁ ଝିଅ, ଯେ ପର୍ଯ୍ୟନ୍ତ ତୁମେ ଦୁହେଁ ପୂଜାପାଠ ପୁରା ରୀତିନୀତି ସହିତ ସମାପ୍ତ ନ କରିବ, ମୁଁ ତୁମକୁ ପରସ୍ପର ସହିତ ପରିଚିତ କରିପାରିବି ନାହିଁ। ଶାଶୁଙ୍କ କଥା ଶୁଣିବା ପରେ ମୁଁ ଚୁପ୍ ହୋଇଗଲି। ଆଜି ମୁଁ ପୂଜା କରିବା ପାଇଁ ଇଚ୍ଛା ଅନୁଭବ କରୁନଥିଲି, କାରଣ ଏମିତି 3 ଦିନ ହୋଇସାରିଛି ଏବଂ ମୁଁ ମୋ ସ୍ୱାମୀଙ୍କୁ ଦେଖିନଥିଲି। କିନ୍ତୁ ତାପରେ ଏକ ଅଜବ କ୍ରମ ଆରମ୍ଭ ହେଲା। ମୁଁ ଦିନକୁ 4 ଥର ପୂଜା କରୁଥିଲି, କିନ୍ତୁ ରାତି ପୂଜା ବେଳକୁ ମୋ ଶାଶୁ ଆସିବେ ଏବଂ କହିବେ, ଝିଅ, ଆଜି ମୁଁ ତୁମ ଖାଇବା ପାଇଁ ଫଳ ଆଣିଛି, ତୁମେ ଏହାକୁ ଖାଅ। ମୁଁ ଏହି ଜିନିଷ ଖାଇବି ଏବଂ ଏହାକୁ ଖାଇବା ମାତ୍ରେ ମୁଁ ଶୋଇପଡ଼ିବି। ବେଳେବେଳେ ମୋ ଶାଶୁ ଖଜୁରୀ ଆଣିଥାନ୍ତି, କେବେ 1 କପ୍ କ୍ଷୀର, କେବେ କ୍ଷୀରି କିମ୍ବା କେତେବେଳେ ସରବତ। ସେ ନେଇ ଆସିଥିବା ଜିନିଷ ଖାଇବା ପରେ ମୁଁ ଶୋଇଯାଉଥିଲି ଏବଂ ତାପରେ ମୁଁ ସାରା ରାତି ଶୋଇଯାଉଥିଲି ଆଉ ଏହା ଅନୁଭବ କରୁଥିଲି ଯେ ମୋ ସହିତ କେହି ଜଣେ ଅଛନ୍ତି। ମୁଁ ମୋ ଆଲିଙ୍ଗନରେ କାହାକୁ ଅନୁଭବ କରୁଥିଲି। କିନ୍ତୁ ଗୋଟିଏ ରାତିରେ ମୁଁ ଭାବିଲି, ଏହାର ସତ୍ୟ କ'ଣ ଜାଣିବି। ପ୍ରତିଦିନ ରାତିରେ କିଏ ମୋ ସହିତ ରହୁଛି ଏବଂ ମୋ ଶାଶୁ ମୋ ସହିତ ଏମିତି କାହିଁକି କରୁଛନ୍ତି? ମୋ ଶାଶୁ ମୋତେ ଏପରି ଜିନିଷ ଖାଇବାକୁ ଦେଉଥିଲେ ଯାହା ମୋତେ ଶୁଆଇ ଦେଉଥିଲା। ତାପରେ ଆଜି ବି ରାତି ହେବା ମାତ୍ରେ ମୋ ଶାଶୁ ମୋ ପାଖକୁ ଆସି କହିଲେ, ଝିଅ, ମୁଁ ତୁମ ପାଇଁ ଏହି ଜୁସ୍ ଆଣିଛି, ଏହାକୁ ପିଅ, ତୁମେ ଶକ୍ତି ପାଇବ। ଦେଖ, ତୁମେ ଦିନକୁ ଦିନ କିପରି ଦୁର୍ବଳ ହୋଇଯାଉଛ। ମୁଁ ଜୁସ୍ ପିଇବାକୁ ମନା କଲି ଏବଂ ଶାଶୁଙ୍କୁ କହିଲି, ମୋର ଆଦୌ ପିଇବାକୁ ମନ ହେଉନାହିଁ, ଦୟାକରି ଏହାକୁ ଫେରାଇ ନିଅ। ବର୍ତ୍ତମାନ ମୁଁ ରାତିର ପୂଜା କରିବାକୁ ଯାଉଛି। ମୁଁ ପ୍ରାୟ 1 ସପ୍ତାହ ପାଇଁ ରାତି ପୂଜା ପୁରା କରିବାକୁ ଚେଷ୍ଟା କରୁଥିଲି, କିନ୍ତୁ ଏହି କାରଣରୁ ମୁଁ ରାତି ପୂଜା କରିପାରିଲି ନାହିଁ। ମୁଁ ପୂର୍ବରୁ ନିଦ୍ରା ଅନୁଭବ କରୁଥିଲି। ତେଣୁ ଆଜି ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ଆଜି କିଛି ଖାଇବି ନାହିଁ କିମ୍ବା ପିଇବି ନାହିଁ ଏବଂ ପୂଜା ପୁରା କରିବି। ମୋ ଶାଶୁ ମୋତେ କହିଲେ ଯେ କୌଣସି ଅସୁବିଧା ନାହିଁ, ପୂଜା କର, କିନ୍ତୁ ପ୍ରଥମେ ଏହି ଜୁସ୍ ପିଅ। କିନ୍ତୁ ମୁଁ ମୋର ଶାଶୁଙ୍କୁ କହିଲି ଯେ ମୁଁ ଆଜି ଏହି ଜୁସ୍ ପିଇବି ନାହିଁ। ମୋର ମନୋଭାବ ଦେଖି ସେ ମୋତେ ଛାଡ଼ି ଚାଲିଗଲେ। ସେ ବୁଝିଗଲେ ଯେ ମୁଁ ଆଉ ତାଙ୍କ କଥାରେ ଫସିବି ନାହିଁ। କିଛି ସମୟ ପରେ ମୋ ଶାଶୁ ଯେତେବେଳେ ରୁମ୍ ଭିତରକୁ ପ୍ରବେଶ କଲେ, ସେ ଏକ ଅତ୍ୟନ୍ତ ସୁଗନ୍ଧିତ ସୁଗନ୍ଧ ଲଗାଇଥିଲେ। ପରେ ମୋ ଶାଶୁ ପୁନର୍ବାର ପୂଜା ରୁମ୍କୁ ଆସିଲେ। ମୁଁ ପୂଜା କରିବାକୁ ପ୍ରସ୍ତୁତ ହେଉଥିଲି। ମୋ ଶାଶୁଙ୍କ ମୁହଁରୁ ଏହା ସ୍ପଷ୍ଟ ଦେଖାଯାଉଥିଲା ଯେ ସେ ମୋତେ ଜାଗ୍ରତ ଦେଖି ବିରକ୍ତ ହୋଇଥିଲେ। ତୃତୀୟ ଥର ପାଇଁ ମୋ ଶାଶୁ ମୋ ରୁମ୍କୁ ପୁଣି ଆସିଥିଲେ। ମୁଁ ବହୁତ ଅଦ୍ଭୁତ ଅନୁଭବ କରୁଥିଲି ଯେ ମୋ ଶାଶୁ କାହିଁକି ମୋ ରୁମ୍କୁ ବାରମ୍ବାର ଆସୁଛନ୍ତି। ଏଥର ତାଙ୍କ ହାତରେ ଧଳା ଚାଦର ଥିଲା ଆଉ ସେ କହିଲେ, ଝିଅ, ପୂଜା କରିବା ପୂର୍ବରୁ ନିଜକୁ ଏହି ଧଳା ଚାଦରରେ ଘୋଡ଼େଇବାକୁ ମୁଁ କେତେଥର କହିଛି। ଏହାକୁ ନିଅ, ମୁଁ ତୁମ ପାଇଁ ଏକ ନୂଆ ଚାଦର ଆଣିଛି। ମୁଁ ଭାବିଲି, ଏକ ଚାଦରରେ ନିଜକୁ ଘୋଡ଼ାଇବାର କ୍ଷତି କ'ଣ? ମୋ ଶାଶୁଙ୍କ ହାତରୁ ନେଇ ଏହାକୁ ମୋ ମୁଣ୍ଡରେ ରଖିଦେଲି ଏବଂ ତାପରେ ମୋ ସହିତ ଏପରି କିଛି ଘଟିଗଲା ଯାହା ମୁଁ ଆଦୌ ଚାହୁଁନଥିଲି। ମୁଁ ଚାଦର ସହିତ ନିଜକୁ ଘୋଡ଼ାଇବା ମାତ୍ରେ ଚେତାଶୂନ୍ୟ ଅନୁଭବ କରିବାକୁ ଲାଗିଲି ଏବଂ ଶୋଇପଡ଼ିଲି। ତାପରେ ମୁଁ ଏତେ ଗଭୀର ଭାବରେ ଶୋଇଥିଲି ଯେ ଯେତେବେଳେ ମୁଁ ଆଖି ଖୋଲିଲି, ସକାଳ ପ୍ରାୟ 8ଟା ବାଜିଥିଲା। ମୁଁ ଆଦୌ ବିଳମ୍ବରେ ଉଠିବାକୁ ପସନ୍ଦ କରେ ନାହିଁ, ତଥାପି ଆଜି ମୁଁ ବିଳମ୍ବରେ ଉଠିଲି। କିନ୍ତୁ ଏତେ ବିଳମ୍ବରେ ଉଠିବା ସତ୍ତ୍ୱେ ଏକ ଭଲ ମନୋଭାବରେ ଥିଲି, କାରଣ ମୁଁ ଭାବିଥିଲି ଯେ ମୁଁ ଏହାର ରହସ୍ୟ ପ୍ରକାଶ କରିବା ପାଇଁ କ'ଣ କରିବି। ତେଣୁ ରାତି ଆସିବା ମାତ୍ରେ ମୁଁ ଶୋଇବାର ଛଳନା କରିବାକୁ ଲାଗିଲି। ମୋ ଶାଶୁ ମୋତେ ପ୍ରତିଦିନ କିଛି ନା କିଛି ବାହାନା କରି ଶୁଆଉଥିଲେ। ଆଜି ମୁଁ ନିଜେ ଶୋଇ ରହିଲି ଏବଂ ଶାଶୁଙ୍କୁ ଦେଖାଇଲି ଯେ ମୁଁ ଶୋଇଯାଇଛି, ତେଣୁ ସେ ମୋତେ ଶୁଆଇବାକୁ ମୋ ରୁମ୍କୁ ଆସିବେ ନାହିଁ। ସେ ମୋତେ ଶୁଆଇବାକୁ ମୋ କୋଠରୀକୁ ଆସିନଥିଲେ। ମୁଁ ଶୋଇବାର ବାହାନା କରୁଥିବା ବେଳେ ପ୍ରାୟ 20 ମିନିଟ୍ ଅତିବାହିତ ହୋଇଯାଇଥିଲା ଯେତେବେଳେ ମୁଁ ମୋ ରୁମ୍ର ଭିତରେ କିଛି ଗତିବିଧି ଅନୁଭବ କରୁଥିଲି। ମୋ ରୁମ୍ର କବାଟ ଖୋଲିଲା ଏବଂ ତାପରେ କବାଟ ବନ୍ଦ ହେବାର ଶବ୍ଦ ଶୁଣାଗଲା। ମୋ କାନରେ ଭାରୀ ପାଦର ଶବ୍ଦ ଆସୁଥିଲା, କିନ୍ତୁ ମୁଁ ଆଖି ଖୋଲି ଦେଖିପାରିଲି ନାହିଁ। ତାପରେ ମୁଁ ଅନୁଭବ କଲି ଯେ କେହି ଧୀରେ ଧୀରେ ଆସିଛନ୍ତି ଏବଂ ମୋ ପାଖରେ ବସିଗଲେ। ଏହା ଜଣେ ବ୍ୟକ୍ତିଙ୍କ ପଦକ୍ଷେପ ଯାହା ମୁଁ ଅନୁଭବ କରୁଥିଲି। ତାପରେ ହଠାତ୍ ମୋ କାନ ଠିଆ ହେଲା, କାରଣ କେହି ମୋତେ ଛୁଇଁଥିଲେ। ମୁଁ ଏହାକୁ ସହି ପାରିଲି ନାହିଁ। ମୁଁ ଆଖି ଖୋଲି ଆଗକୁ ଚାହିଁଲି
ଯାହା ଅସହ୍ୟ ଥିଲା। ସାମ୍ନାରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଦେଖି ଆକାଶ ମୋ ମୁଣ୍ଡ ଉପରେ ଖସି ପଡ଼ିଲା। ମୁଁ କଳ୍ପନା ମଧ୍ୟ କରିପାରିଲି ନାହିଁ ଯେ ମୋ ଶାଶୁ ମୋ ସହିତ ଏତେ ବିଶ୍ୱାସଘାତକତା କରିପାରିବେ ବୋଲି। ମୋ ଆଖିରୁ ଲୁହ ଝରିବାକୁ ଲାଗିଲା। ଏହି ବିବାହ ବିଷୟରେ ମୁଁ କ'ଣ ଭାବିଥିଲି ଏବଂ ମୋ ସହିତ କ'ଣ ହେଲା? ହେ ଭଗବାନ, ମୁଁ କେଉଁଠାରେ ଫସିଗଲି? ମୁଁ ମୋର ହୃଦୟରେ କଷ୍ଟ ଅନୁଭବ କରୁଥିଲି ଆଉ ମୋର ନିଶ୍ୱାସ ବଢ଼ିଯାଇଥିଲା। ମୁଁ ବିଛଣାରୁ ଉଠିଲି ଏବଂ କୌଣସି ବିଷୟରେ ଚିନ୍ତା କଲି ନାହିଁ। ମୁଁ ରୁମ୍ରୁ ଦୌଡ଼ି ପଳାଇ ଆସିଲି। ଯେତେବେଳେ ମୋ ଶାଶୁ ମୋତେ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ କ୍ରୋଧିତ ଭାବରେ କାନ୍ଦିକି ମୋ ଶାଶୁଙ୍କୁ କହିଲି, ତୁମେ ମୋ ସହ ଏତେ ପ୍ରତାରଣା କରିଛ, ତୁମକୁ ଲଜ୍ଜା ଲାଗିଲାନି? ତୁମେ ନିଜର ସନ୍ତାନ ପାଇବା ପାଇଁ ମୋ ସହ ଏସବୁ କରିଛ। ମୁଁ କଳ୍ପନା ମଧ୍ୟ କରିପାରୁନାହିଁ ଯେ ତୁମେ ଏତେ ତଳକୁ ଖସିଯିବ ଆଉ ମୋ ସହ ଏତେ ଖରାପ କରିବ। ଏହା ଶୁଣି ମୋ ଶାଶୁ ମୋ ପାଖକୁ ଆସି ମୋ ହାତ ଧରିଲେ ଆଉ କହିଲେ, ଝିଅ, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏପରି କଥା କୁହ ନାହିଁ। ମୁଁ ତୁମକୁ ଯାଞ୍ଚ କରିସାରିଛି। ତୁମେ ଥକି ଯାଇଥିଲ, ତୁମ ମୁଣ୍ଡ ବୁଲାଉଥିଲା। ତୁମର ମନେ ଅଛି? ସେଦିନ ଜଣେ ଭାଇ ଆମ ଘରକୁ ଆସିଥିଲେ। ସେ ତୁମକୁ ଯାଞ୍ଚ କରି କହିଲେ ଯେ ତୁମେ ପ୍ରେଗନେଣ୍ଟ ଅଛ। ମୋ ଶାଶୁ ମୋ ମୁଣ୍ଡରେ ଆଉ ଏକ ବୋମା ଫିଙ୍ଗିଥିଲେ। ତୁମେ ଏ କ'ଣ କହୁଛ? ତୁମେ କହିଥିଲେ ଯେ ମୋ ପୁଅ ଭେଟିବା ପାଇଁ ତୁମକୁ ଅନେକ ପରୀକ୍ଷା ଦେବାକୁ ପଡ଼ିବ। ତାହେଲେ ମୁଁ ତୁମ ଉପରେ କିପରି ବିଶ୍ୱାସ କରିବି? ସେ କହିଲେ କି ମୁଁ ତାଙ୍କ ପୁଅର ସନ୍ତାନର ମା' ହେବାକୁ ଯାଉଛି। ତୁମେ କ'ଣ କହୁଛ ତାହା ମଧ୍ୟ ବୁଝିପାରୁଛ କି? ମୋ ଶାଶୁ ମୋ କଥା ଶୁଣିବା ପରେ ମୁଣ୍ଡ ନୁଆଁଇ କହିଲେ, ଝିଅ, ମୁଁ କ'ଣ କରିଥାନ୍ତି? ମୁଁ ଅସହାୟ ଥିଲି। ଯଦି ମୋର ପୁଅ କିଛି ସୁଖ ଚାହିଁବ, ଯେତିକି ମୋ ଦ୍ୱାରା ସମ୍ଭବ ମୁଁ କଲି। ତେଣୁ ମୁଁ ତା ପାଇଁ ଟିକିଏ କାରସାଦି କରିଥିଲି। ଦୟାକରି ମୋତେ କ୍ଷମା କର। ମୁଁ ଅନ୍ୟ କିଛି କରିପାରିଲି ନାହିଁ। ମା' ହୋଇଥିବାରୁ ମୋତେ ନିଜ ଛୁଆ ବିଷୟରେ ଚିନ୍ତା କରିବାକୁ ପଡ଼ିଲା ଏବଂ ମୋ ପୁଅର ସୁଖ ମଧ୍ୟ। ମୁଁ ମୋ ଶାଶୁଙ୍କ କଥା ଶୁଣିଲି ନାହିଁ। ହଁ, ଏହିପରି ଘରେ ରହିବାକୁ ଆଉ ମୋର ଜମା ଇଚ୍ଛା ନଥିଲା। କିନ୍ତୁ ମୁଁ ମୋ ଶାଶୁଙ୍କଠାରୁ କିଛି ଶୁଣିବାକୁ ଚାହୁଁନଥିଲି। ଏତେ ବଡ଼ ବିଶ୍ୱାସଘାତକତା ପରେ ମୁଁ ଏହି ଘରେ ରହିବି? ମୋତେ ଆଦୌ ଆରାମଦାୟକ ଲାଗିବ ନାହିଁ। ମୁଁ ନିଜକୁ ରୁମ୍ରେ ବନ୍ଦ କରିଦେଲି ଏବଂ ମୋର ଜିନିଷ ପ୍ୟାକ୍ କରିବା ଆରମ୍ଭ କଲି। ତାପରେ ସିଧା ମୋ ବାପା ମାଆଙ୍କ ଘରକୁ ଚାଲି ଆସିଲି। ମୋର କାହାଣୀକୁ ମୋ ପିତାମାତାଙ୍କୁ କହିଲି। ମୋ ମା' ମୋ କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଆଉ କହିଲେ, ଝିଅ, ଦୟାକରି ଆମକୁ କ୍ଷମା କର। ଆମେ ଏସବୁ ଜାଣିଥିଲୁ, କିନ୍ତୁ ଆମେ ଭଲ ଉଦ୍ଦେଶ୍ୟରେ ତତେ ଏହା କହିନାହୁଁ। ମୁଁ କଳ୍ପନା କରିପାରୁନାହିଁ ଯେ ମୋ ମା' ମୋ ସହ ଏହା କରିପାରିବେ ବୋଲି। ସେମାନେ ମୋର ନିଜର ଥିଲେ। ତେବେ ତୁମେମାନେ କାହିଁକି ମୋ ସହିତ ଏତେ ବିଶ୍ୱାସଘାତକତା କଲ? ମୁଁ କାନ୍ଦିବାକୁ ଲାଗିଲି। ତାପରେ ମୋ ମା' ମୋ ହାତ ଧରି କହିଲେ, ଝିଅ, ଦୟାକରି ମୋତେ କ୍ଷମା କର। ଆମେ ଅସହାୟ ଥିଲୁ। ତୁ ତ ଜାଣିଛୁ ଯେ ଝିଅମାନଙ୍କର ପିତାମାତା ସର୍ବଦା କେତେ ଅସହାୟ ଅଟନ୍ତି। ମୋ ମା'ଙ୍କ କଥା ଶୁଣି ମୁଁ କହିଲି, ତୁମେ ଅସହାୟ ନୁହେଁ, ତୁମେ ଲୋଭୀ ଥିଲ। ମୋ କଥା ଶୁଣି ମୋ ମା' ଏବଂ ବାପା କାନ୍ଦିବାକୁ ଲାଗିଲେ। ମୁଁ ସେମାନଙ୍କୁ ଏହିପରି କହିବାକୁ ପସନ୍ଦ କରେ ନାହିଁ, କିନ୍ତୁ ମୁଁ କ'ଣ କରିପାରିବି? କାରଣ ସେମାନେ ମଧ୍ୟ ମୋ ସହିତ ପ୍ରତାରଣା କରିଥିଲେ। ଏବଂ ତାପରେ ଘରର କବାଟ କିଏ ଜଣେ ବାଡ଼େଇଲା ଆଉ ମୋ ଭଉଣୀ ଘର ବାହାରେ ଠିଆ ହୋଇଥିଲା। ତାକୁ ଦେଖି ଲାଗିଲା ଯେ ସେ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ଝଗଡ଼ା କରିବା ପରେ ଆସିଛନ୍ତି। ଏସବୁ ଦେଖି ମୋର ହୃଦୟ ଭାଙ୍ଗିବାକୁ ଲାଗିଲା। ମୁଁ କହିଲି, କ'ଣ ତୁମେ ମଧ୍ୟ ତୁମ ଘରେ ଶାନ୍ତିରେ ନାହଁ? ତେବେ ସେ କହିଲା, ଯଦି ତୁ ଖୁସି ନୁହଁ, ତେବେ ମୁଁ କିପରି ହୋଇପାରିବି? ତୁ ଏତେ ବଡ଼ ଘରେ ବିବାହିତ, ତଥାପି ତୁ ଖୁସି ନୁହଁ। ତେବେ ମୁଁ କିପରି ଖୁସି ହୋଇପାରିବି? ଆମ ଘରେ ଟଙ୍କା ଅଭାବ ଅଛି। ଘରେ ପ୍ରତିଦିନ ଝଗଡ଼ା ହୁଏ। ମୋ ସ୍ୱାମୀ ମୋତେ ପିଟନ୍ତି। ସେଥିପାଇଁ ତାଙ୍କ ସହ ରହିବା କଷ୍ଟକର। ବର୍ତ୍ତମାନ ଆମେ ଦୁଇ ଭଉଣୀ ଆମ ପିତାମାତାଙ୍କ ଘରେ ବସିଥିଲୁ। ମୁଁ ଅନୁଭବ କରିବାକୁ ଲାଗିଲି ଯେ ମୁଁ ମୋର ପିତାମାତାଙ୍କୁ ନିର୍ଯାତନା ଦେଉଛି। କାରଣ ସେଦିନ ରାତିରେ ମୋ ରୁମ୍ରେ ମୋ ସ୍ୱାମୀଙ୍କ ବ୍ୟତୀତ ଆଉ କେହି ନଥିଲେ। ମୋର ସ୍ୱାମୀ ଏତେ ଅସୁନ୍ଦର ଥିଲେ ଯେ ମୁଁ ତାଙ୍କ ମୁହଁ ଦେଖିବା ମାତ୍ରେ ମୋ ହୋସ୍ ଉଡ଼ିଗଲା। ମୁଁ ଜାଣି ନାହିଁ ଜନ୍ମରୁ ମୋ ସ୍ୱାମୀ ଏତେ ଅସୁନ୍ଦର ଥିଲେ କିମ୍ବା ଏହାପରେ କିଛି ଦୁର୍ଘଟଣାରେ ଘଟିଥିଲା। କିନ୍ତୁ ଯାହା ବି ହେଉ, ମୋ ସ୍ୱାମୀ ବହୁତ ଅସୁନ୍ଦର ଥିଲେ। ଏହା ଭାବି ମୋର ହୃଦୟ ଭୟଭୀତ ହେବାକୁ ଲାଗିଲା। ମୁଁ ହଠାତ୍ ଉଠି ବସିଲି। ମୁଁ ଅନୁଭବ କଲି ଯେ ମୁଁ ମୋର ପିତାମାତାଙ୍କ ସହିତ ବହୁତ ଭୁଲ କରିଛି। ମୋର ପିତାମାତା ଯାହା ବି କରିଥିଲେ, ସେମାନେ ବାଧ୍ୟତାମୂଳକ ଭାବରେ ଏହା କରିଥିଲେ। ଆମେ ବହୁତ ଗରିବ ଲୋକ ଥିଲୁ ଏବଂ କେହି ଜଣେ ଗରିବ ଝିଅକୁ ବିବାହ କରିବାକୁ ଆସନ୍ତି ନାହିଁ। ସମସ୍ତେ ଯୌତୁକ ପାଇଁ ଲୋଭୀ ଅଟନ୍ତି। ମୋ ସ୍ୱାମୀ ଅସୁନ୍ଦର ଆଉ ମୁଁ ତାଙ୍କ ଚେହେରା ଦେଖିବା ପରେ ବହୁତ ଡରି ଯାଇଥିଲି ଆଉ ପ୍ରାୟ ହତାଶ ହୋଇପଡ଼ିଥିଲି।
ଏବଂ ମୋ ପିତାମାତା ଏହି ଜିନିଷ ମୋ ଠାରୁ ଲୁଚାଇ ରଖିଥିଲେ, କିନ୍ତୁ ସେମାନେ କ'ଣ କରିପାରିବେ? ମୋର ପିତାମାତାଙ୍କର ମଧ୍ୟ ଏହା ଏକ ବାଧ୍ୟତାମୂଳକ ଥିଲା ଏବଂ ମୋର ଶାଶୁ ମଧ୍ୟ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ। ସେ ମଧ୍ୟ ତାଙ୍କ ପୁଅର ସୁଖ ଚାହୁଁଥିଲେ ଏବଂ ତାଙ୍କ ପରିବାରର ଉତ୍ତରାଧିକାରୀ ଚାହୁଁଥିଲେ। ମୋ ସ୍ୱାମୀ ନିଜେ, ଯିଏ ତାଙ୍କ ମାଆଙ୍କୁ କହିଥିଲେ ଯେ ମୋ ଚେହେରା ମୋ ପତ୍ନୀଙ୍କ ଠାରୁ ଲୁଚିଯିବା ଉଚିତ, କାରଣ କୌଣସି ଝିଅ ଏପରି ଅସୁନ୍ଦର ବ୍ୟକ୍ତିଙ୍କ ସହ ରହିବାକୁ ଚାହାନ୍ତି ନାହିଁ। ତାପରେ ମୋ ପିତାମାତାଙ୍କ ଦାରିଦ୍ର୍ୟତା ଏବଂ ଅସହାୟତାକୁ ଧ୍ୟାନ ରଖି ମୁଁ ଏକ ନିଷ୍ପତ୍ତି ନେଇଥିଲି। ମୁଁ ମୋର ଭାଗ୍ୟକୁ ନେଇ ପ୍ରସ୍ତୁତ ହେଲି ଯେ ମୁଁ ମୋର ଅସୁନ୍ଦର ସ୍ୱାମୀଙ୍କ ସହିତ ରହିବି। ମୁଁ ମୋର ଜିନିଷ ପ୍ୟାକ୍ କରି ମୋ ଶାଶୁଙ୍କ ଘରକୁ ଫେରି ଆସିଲି, ଯେଉଁଠାରେ ମୋ ସ୍ୱାମୀ ଏବଂ ମୋ ଶାଶୁ ମଧ୍ୟ ଅପେକ୍ଷା କରିଥିଲେ। ମୋ ସ୍ୱାମୀଙ୍କ ମୁଣ୍ଡ ମୋ ଆଗରେ ନତମସ୍ତକ ହୋଇଥିଲା। ସେ ମୋତେ କ୍ଷମା ମାଗିଲେ। ତୁମେ ମୋତେ କ୍ଷମା କରିବାକୁ ମୋର ଅନୁରୋଧ। ମୁଁ ତୁମ ସହିତ ବହୁତ ଖରାପ କାମ କରିଛି, ତୁମକୁ ବିଶ୍ୱାସଘାତକତା କରିଛି, ତୁମର ଆଶା ଏବଂ ସ୍ୱପ୍ନକୁ ଭାଙ୍ଗି ଦେଇଛି। କିନ୍ତୁ ମୋତେ ବିଶ୍ୱାସ କର, ମୋର ହୃଦୟ ବହୁତ ଭଲ। ତୁମେ ଯାହା କହିବ ମୁଁ ତାହା କରିବି। ମୋ ଶାଶୁ ମଧ୍ୟ ମୋତେ କ୍ଷମା ମାଗୁଥିଲେ। ସେ କହିଲେ, ଝିଅ, ଦୟାକରି ଆମକୁ କ୍ଷମା କର। ଏହା ଆମର ଅସହାୟତା ଥିଲା। କେଉଁ ମାଆ ଚାହାନ୍ତିନି ଯେ ତାଙ୍କ ପୁଅ ବିବାହ ନ କରନ୍ତୁ ଏବଂ କେଉଁ ମାଆ ଚାହାନ୍ତିନି ଯେ ତାଙ୍କ ପୁଅର ସନ୍ତାନ ନ ହେଉ। ଏବଂ ମୁଁ ମୋ ଶାଶୁ ଏବଂ ସ୍ୱାମୀଙ୍କୁ କ୍ଷମା କରିଥିଲି। ମୁଁ ଜାଣିଥିଲି ଯେ ଦିନେଶ ଜଣେ ବହୁତ ଭଲ ସ୍ୱାମୀ ବୋଲି ପ୍ରମାଣ ହେବ ଏବଂ ମୋର ଯତ୍ନ ନେବେ। ବର୍ତ୍ତମାନ ଯାହା ହେଉନା କାହିଁକି ଦିନେଶ ମୋର ସ୍ୱାମୀ ଥିଲେ, ତେଣୁ ମୁଁ ମୋ ସ୍ୱାମୀଙ୍କୁ କ୍ଷମା କରି ମୋ ସ୍ୱାମୀଙ୍କ ଘରେ ସାରା ଜୀବନ ରହିବାକୁ ସ୍ଥିର କରିଥିଲି। କାହାଣୀଟିକୁ ସମ୍ପୂର୍ଣ୍ଣ ଶୁଣିଥିବାରୁ ଧନ୍ୟବାଦ।